ମାନେ ସାଧାରଣତଃ ଯେତେବେଳେ ଆମେ କୌଣସି ରୋଗ ବିଷୟରେ କଥା ହେଉ ସେଠି ଗୋଟିଏ ପ୍ରକାରର ସ୍ପଷ୍ଟତା ଥାଏ। ହାତ ଭାଙ୍ଗିଗଲେ ଏକ୍ସରେ ମେସିନ୍ ସେଇ ଭାଙ୍ଗିଥିବା ହାଡ଼କୁ ସଫା ସଫା ଦେଖାଇଦିଏ। ହଁ, ଡାକ୍ତର ସିଧା କହିଦେବେ ଯେ ସମସ୍ୟା ଠିକ୍ କେଉଁଠି ଅଛି। ଏକ୍ଜାକ୍ଟଲି। କିନ୍ତୁ ଯେତେବେଳେ ଆମେ ଗୋଟେ ସମାଜର କିମ୍ବା ରାଜ୍ୟର ବ୍ୟବସ୍ଥାକୁ ସେ ଏକ୍ସରେ ମେସିନ୍ ତଳେ ରଖୁ, ଚିତ୍ରଟି ଏତେ ସ୍ପଷ୍ଟ ଆସେନି। ମାନେ କାଗଜପତ୍ରରେ ଥିବା ବଡ଼ ବଡ଼ ଯୋଜନା ଆଉ ତଳସ୍ତରରେ ମଣିଷର ଯୋଉ ବାସ୍ତବିକ ସଂଘର୍ଷ, ତା ଭିତରେ ଥିବା ଫାଟଗୁଡ଼ିକ ବହୁତ ଜଟିଳ ହୋଇଥାଏ। ବିଲକୁଲ। ଆଜି ହେଉଛି 3 ମେ 2026। ଆଉ ଆଜିର ଏଇ ଗଭୀର ଆଲୋଚନାରେ ଆମେ କେବଳ ଖବରର ଉପର ଭାଗକୁ ଛୁଇଁବା ନାହିଁ। ଆମେ ଦେଖିବା ଯେ ବର୍ତ୍ତମାନ ଆମ ଡିଜିଟାଲ ଦୁନିଆରେ ଲୋକେ ପ୍ରକୃତିରେ କ'ଣ ଖୋଜୁଛନ୍ତି। ଆଉ ସେଇ ଖୋଜିବା ପଛର ବାସ୍ତବିକ କାରଣଗୁଡ଼ିକ କ'ଣ? ତାହେଲେ ଆସନ୍ତୁ ଆରମ୍ଭ କରିବା। ମାନେ ବର୍ତ୍ତମାନର ସେ ଡିଜିଟାଲ ଟ୍ରେଣ୍ଡସ୍ ବିଷୟରେ କିଛି କହିବେ କି? ବିଭିନ୍ନ ଭିଡିଓ ପ୍ଲାଟଫର୍ମସରେ କ'ଣ ଚାଲିଛି? ହଁ, ନିଶ୍ଚୟ। ଯଦି ଆମେ ବିଭିନ୍ନ ଇଣ୍ଟରନେଟ୍ ଏବଂ ଭିଡିଓ ପ୍ଲାଟଫର୍ମର ସର୍ଚ୍ଚ ଟ୍ରେଣ୍ଡକୁ ଟିକେ ବିଶ୍ଳେଷଣ କରିବା, ଆମ ସାମ୍ନାକୁ ମୁଖ୍ୟତଃ 4ଟା ବିଷୟ ଆସୁଛି। ଆଉ ମଜାର କଥା ହେଉଛି, ଲୋକେ କୌଣସି ନିର୍ଦ୍ଦିଷ୍ଟ ନ୍ୟୁଜ୍ ଚ୍ୟାନେଲ ବା ବ୍ରାଣ୍ଡର ନାଁ ଖୋଜୁନାହାନ୍ତି। ଆଚ୍ଛା। ହଁ, ସେମାନେ ନିଜ ସମସ୍ୟା ସହିତ ଜଡ଼ିତ ଜିନିଷ ଖୋଜୁଛନ୍ତି। ବର୍ତ୍ତମାନ ସର୍ବାଧିକ ସର୍ଚ୍ଚ ହେଉଛି ମ୍ୟାଟ୍ରିକ୍ ରେଜଲ୍ଟର ଲିଙ୍କ୍। ଯାହାକି ସ୍ୱାଭାବିକ। ଏତେ ପିଲା ପରୀକ୍ଷା ଦେଇଛନ୍ତି। ଏକ୍ଜାକ୍ଟଲି। ଦ୍ୱିତୀୟରେ ଆସୁଛି ମଣ୍ଡିରେ ଖୋଲା ଆକାଶ ତଳେ ଖରିଫ ଧାନ ନଷ୍ଟ ହେବାର ଦୃଶ୍ୟ। ତୃତୀୟରେ ମଧ୍ୟପ୍ରଦେଶର ଜବଲପୁରରେ ଘଟିଥିବା ସେହି ହୃଦୟ ବିଦାରକ ଡଙ୍ଗାବୁଡ଼ି ଘଟଣାର ଭିଜୁଆଲ। ବାପରେ। ଆଉ ଚତୁର୍ଥରେ ହେଉଛି ମଇ ମାସର ଦ୍ୱିତୀୟ ସପ୍ତାହରେ ଆସୁଥିବା ସେ ସମ୍ଭାବ୍ୟ ବାତ୍ୟାର ଗତିପଥ ବା ଟ୍ରାକ୍। ଏସବୁ କେବଳ ଟ୍ରେଣ୍ଡ ନୁହେଁ, ବୁଝିଲେ ତ? ମାନେ ଏହା ସାଧାରଣ ନାଗରିକର ଆଶା ଆଉ ଆଶଙ୍କାର ଗୋଟେ ପ୍ରତିଫଳନ କହିଲେ ଚଳେ। ସମ୍ପୂର୍ଣ୍ଣ ଭାବେ ସତ କଥା। ତାହେଲେ ଆସନ୍ତୁ ସବୁଠାରୁ ବଡ଼ ଆଶାରୁ ଆରମ୍ଭ କରିବା। ମ୍ୟାଟ୍ରିକ୍ ରେଜଲ୍ଟ। ସର୍ଚ୍ଚ ଟ୍ରେଣ୍ଡରେ ଏହା 1 ନମ୍ବରରେ ଅଛି, କାରଣ ଲକ୍ଷ ଲକ୍ଷ ପରିବାର ଏହା ସହ ସିଧାସଳଖ ଜଡ଼ିତ। ହଁ, 5.61 ଲକ୍ଷରୁ ଅଧିକ ପିଲା ପରୀକ୍ଷା ଦେଇଥିଲେ, ଆଉ ମୋଟ 95.33% ପିଲା ପାସ୍ ମଧ୍ୟ କରିଛନ୍ତି। ସେଇଟା ତ ଖୁବ୍ ଭଲ ନମ୍ବର। ଗଜପତି ଜିଲ୍ଲା ସର୍ବୋଚ୍ଚ ସ୍ଥାନ ଅଧିକାର କରିଛି। କିନ୍ତୁ ଏଥରର ଖବରଟା କେବଳ ପାସ୍ ହାର ଭିତରେ ସୀମିତ ନାହିଁ। ଆପଣ ସେଇ ସାର୍ଟିଫିକେଟ୍ କଥା କହୁଛନ୍ତି ବୋଧେ? ହଁ, ଆମେ ଜାଣିବାକୁ ପାଇଲେ ଯେ ପ୍ରଥମ ଥର ପାଇଁ ବୋର୍ଡ ସାର୍ଟିଫିକେଟ୍ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ମିଳିବାକୁ ଯାଉଛି। କିନ୍ତୁ ମୋର ଗୋଟେ ପ୍ରଶ୍ନ ଅଛି। କୁହନ୍ତୁ। ଦ୍ୱିଭାଷୀ ସାର୍ଟିଫିକେଟ୍ ଦେବାଟା କ'ଣ ଏମିତି ନୁହେଁ ଯେ ଆମେ ପିଲାମାନଙ୍କୁ ବିଶ୍ୱସ୍ତରୀୟ ଉଡ଼ାନ ପାଇଁ ଡେଣା ଦେଉଛୁ, ଅଥଚ ସେମାନଙ୍କ ପାଦ ଆମ ମାଟିର ଚେର ସହିତ ଯୋଡ଼ି ରଖୁଛୁ? ଏହାର ପ୍ରକୃତ ପ୍ରଭାବ କ'ଣ ହେବ ବୋଲି ଭାବୁଛନ୍ତି? ମାନେ କାଗଜ ଉପରେ କେବଳ ଗୋଟିଏ ଭାଷା ଯୋଡ଼ିଦେବା ବୋଧେ ଛୋଟ କଥା ଲାଗିପାରେ, କିନ୍ତୁ ଏହାର ମନୋବୈଜ୍ଞାନିକ ପ୍ରଭାବ ବହୁତ ଗଭୀର। ଆପଣ ଭାବନ୍ତୁ ଟିକେ, ଗଜପତି ଭଳି ଗୋଟେ ଉପାନ୍ତ ଅଞ୍ଚଳର ପିଲା ଭଲ କରୁଛି। ଏବେ ଏଇ ପିଲାଟି ଯେତେବେଳେ ଭବିଷ୍ୟତରେ କୌଣସି ଜାତୀୟ ସ୍ତରର ଇଣ୍ଟରଭ୍ୟୁ ବା ଚାକିରି ପାଇଁ ଯାଏ, ଏକ ସମ୍ପୂର୍ଣ୍ଣ ଇଂରାଜୀ ସାର୍ଟିଫିକେଟ୍ ତାକୁ ଏକ ଅଲଗା ଦୁନିଆର ଅନୁଭବ ଦିଏ, ଯାହାକି ଅନେକ ସମୟରେ ପିଲାଙ୍କ ଭିତରେ ଇମ୍ପୋଷ୍ଟର ସିଣ୍ଡ୍ରୋମ୍ ସୃଷ୍ଟି କରେ। ବ୍ୟକ୍ତିଗତ ଦୁନିଆର ଗ୍ରହଣ୍ୟ। ବହୁତ ସୁନ୍ଦର କଥା। ମାନେ ଏହା କେବଳ ଭାଷା ନୁହେଁ, ବରଂ ଏକ ପ୍ରକାରର ଆତ୍ମବିଶ୍ୱାସର ପାସପୋର୍ଟ ଆମେ କହିପାରିବା। ବିଲକୁଲ। କିନ୍ତୁ ମାନେ ଶିକ୍ଷା ବ୍ୟବସ୍ଥା ଯେତେ ବି ମଜବୁତ ହେଉ, ଯେତେବେଳେ ଆମେ କ୍ଲାସରୁମ୍ରୁ ବାହାରକୁ ଆସୁ, ବାସ୍ତବିକ ଦୁନିଆର ଆହ୍ୱାନ ସମ୍ପୂର୍ଣ୍ଣ ଅଲଗା ହୋଇଥାଏ। ହଁ, ସେଇଟା ତ ସତ୍। ଏବେ ବାହାରରେ ସ୍ଥିତି ଟିକେ ଦେଖନ୍ତୁ। ଗୋଟିଏ ପଟେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି। ଖରାରେ ଲୋକେ ଅସ୍ତବ୍ୟସ୍ତ। ଅବଶ୍ୟ କାଳବୈଶାଖୀ ପାଇଁ କିଛି ଜାଗାରେ ପାରଦ 40 ଡିଗ୍ରୀ ତଳକୁ ଖସିଛି। ଆଉ ଏହାରି ଭିତରେ ବଲାଙ୍ଗୀରରେ ଗୋଟିଏ ମୃଦୁ ଭୂମିକମ୍ପ ବି ଅନୁଭୂତ ହୋଇଗଲା। ହଁ, ପ୍ରକୃତିର ଖେଳ। ଆଉ ବର୍ତ୍ତମାନ ଲୋକଙ୍କ ସର୍ଚ୍ଚ ଟ୍ରେଣ୍ଡରେ ଯେଉଁ ଚତୁର୍ଥ ଜିନିଷଟି ଥିଲା, ବାତ୍ୟା। ଜିଏଫଏସ୍ ମଡେଲ କହୁଛି ଯେ ମଇ ଦ୍ୱିତୀୟ ସପ୍ତାହରେ ବଙ୍ଗୋପସାଗରରେ ଗୋଟେ ଲଘୁଚାପ ସୃଷ୍ଟି ହୋଇ ବାତ୍ୟାର ରୂପ ନେଇପାରେ। ମୋତେ ଗୋଟେ କଥା ବୁଝାନ୍ତୁ, ଗୋଟିଏ ପଟେ ପ୍ରବଳ ଖରା ଆଉ ଅନ୍ୟପଟେ ବାତ୍ୟାର ଭୟ, ଏହା ଯେପରି ପ୍ରକୃତିର ଏକ ଅତି ଜଟିଳ ପରୀକ୍ଷା। ସେଇଥିପାଇଁ ତ ସରକାର ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଲେଣି। କିନ୍ତୁ ବାତ୍ୟା ଏଯାଏ ସୃଷ୍ଟି ହିଁ ହୋଇନି। ତେବେ ଏଇ ଜିଏଫଏସ୍ ମଡେଲ ଏତେ ଆଗରୁ ଜାଣିପାରୁଛି କେମିତି? ଏହା ପଛରେ ଥିବା ବିଜ୍ଞାନ ବହୁତ ଇଣ୍ଟରେଷ୍ଟିଂ। ଜିଏଫଏସ୍ ବା ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ ହେଉଛି ପ୍ରକୃତିରେ ଏକ ସୁପର କମ୍ପ୍ୟୁଟର ସିମୁଲେସନ। ଆପଣ ଏମିତି କଳ୍ପନା କରନ୍ତୁ ଯେ ସମଗ୍ର ପୃଥିବୀର ବାୟୁମଣ୍ଡଳକୁ କୋଟି କୋଟି ଛୋଟ ଛୋଟ 3D ବକ୍ସରେ ବିଭକ୍ତ କରିଦିଆଯାଉଛି। ଆଚ୍ଛା, 3D ବକ୍ସ। ହଁ,
ଆଉ ପ୍ରତିଟି ବକ୍ସରେ ତାପମାତ୍ରା, ବାୟୁର ଚାପ, ଆର୍ଦ୍ରତା ଆଉ ପବନର ଗତିକୁ ପ୍ରତି ମୁହୂର୍ତ୍ତରେ ମପାଯାଏ। ଯେତେବେଳେ ସମୁଦ୍ରର ପୃଷ୍ଠଭାଗର ତାପମାତ୍ରା ଅସ୍ୱାଭାବିକ ଭାବରେ ବଢ଼ିଯାଏ, ଯେମିତିକି ଏବେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ହେଉଛି, ପାଣି ଗରମ ହେଉଛି, ପବନ ଘୂର୍ଣ୍ଣିବଳୟ ସୃଷ୍ଟି କରି ମାଡ଼ି ଆସେ। ଜିଏଫଏସ୍ ମଡେଲ ସେହି ଭୌତିକ ସମୀକରଣଗୁଡ଼ିକୁ ବ୍ୟବହାର କରି ଗଣନା କରେ ଯେ ଆଗାମୀ 10 ବା 14 ଦିନ ଭିତରେ ସେହି ପବନର ଢାଞ୍ଚା କିପରି ରୂପ ନେବ। ବାପ୍ରେ, ମାନେ ଏତେ ସବୁ କ୍ୟାଲକୁଲେସନ ପଛରେ ଚାଲିଛି। ଠିକ୍ ଅଛି, ମୁଁ ମାନୁଛି ଯେ ଆମର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ବହୁତ ଭଲ ହୋଇଗଲାଣି, ଆମକୁ ଆଗୁଆ ସତର୍କ କରାଇ ଦଉଛି। କିନ୍ତୁ ଆମେ ତ କେବଳ ଜୀବିତ ମଣିଷଙ୍କୁ ସାଇକ୍ଲୋନ ସେଲ୍ଟରକୁ ନେଇଯାଉଛୁ। ହଁ, ସେହି ମଣିଷର ବଞ୍ଚିବାର ସାଧନ, ତାର ଫସଲ, ତାର କ'ଣ ହଉଛି? ଆମେ ତ ପାଣିପାଗକୁ ନିୟନ୍ତ୍ରଣ କରିପାରିବାନି, ସେଟା ସତ। କିନ୍ତୁ ଯେଉଁ ଜିନିଷ ଆମର ନିୟନ୍ତ୍ରଣରେ ଅଛି, ଯେମିତିକି ଆମର ମଣ୍ଡି ବ୍ୟବସ୍ଥା, ସେଠି ଆମେ କାହିଁକି ବିଫଳ ହେଉଛୁ? ଆପଣ ସେଇ ଧାନ ନଷ୍ଟ ହେବା ଖବର କଥା କହୁଛନ୍ତି ତ? ଏକ୍ଜାକ୍ଟଲି। ଖବର ଆସୁଛି ଯେ ମଣ୍ଡିମାନଙ୍କରେ ଖରିଫ ଧାନ ଖୋଲା ଆକାଶ ତଳେ ପଡ଼ି ଶୀତ ଆଉ ବର୍ଷାରେ ନଷ୍ଟ ହେଉଛି। ଟୋକେନ୍ ବ୍ୟବସ୍ଥାରେ ତ୍ରୁଟି ଅଛି। ଆଉ ଏଣେ ବଲାଙ୍ଗୀରର ମାଲମୁଣ୍ଡା ମଣ୍ଡିରେ ମିଲର୍ସମାନଙ୍କର ଧର୍ମଘଟ ଯୋଗୁଁ ଧାନ କିଣା ସମ୍ପୂର୍ଣ୍ଣ ବନ୍ଦ। ଚାଷୀମାନେ ରାସ୍ତାରୋକ କରୁଛନ୍ତି। ମାନେ ଏହା କି ପ୍ରକାର ସମସ୍ୟା? ଏଇଟା ପ୍ରକୃତରେ ଗୋଟେ ବହୁତ ବଡ଼ ସଙ୍କଟ। ମାନେ ଏହା ତ ସେଇପରି କଥା ହେଲା ଯେ ଆପଣ ବହୁତ କଷ୍ଟ କରି ଏକ ସୁନ୍ଦର କେକ୍ ତିଆରି କଲେ, କିନ୍ତୁ ତାକୁ ରଖିବାକୁ ବରେ ଫ୍ରିଜ୍ ନାହିଁ ବୋଲି ତା ନଷ୍ଟ ହୋଇଗଲା। ବମ୍ପର ଅମଳ ହେଉଛି, ଅଥଚ ତାକୁ ସାଇତି ରଖିବାର ଭିତ୍ତିଭୂମି ଆମର ନାହିଁ। କାହିଁକି? ଏହି ସ୍ଥିତିକୁ ଆମେ ଅର୍ଥନୀତି ଭାଷାରେ ସପ୍ଲାଇ ଗ୍ଲଟ୍ ବୋଲି କହୁ। ବ୍ୟବସ୍ଥାରେ ଏକ ଭୟଙ୍କର ଅସନ୍ତୁଳନ ସୃଷ୍ଟି ହୋଇଯାଇଛି। ପ୍ରଥମେ ବୁଝିବା ଏହା କିପରି ଘଟେ। ଆଚ୍ଛା। ସରକାର ପ୍ରତିବର୍ଷ ଏମ୍ଏସ୍ପି ବା ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାନ୍ତି, ଯାହାକି ଗୋଟେ ଖୁବ୍ ଭଲ ପଦକ୍ଷେପ। ଏହାଦ୍ୱାରା ଉତ୍ସାହିତ ହୋଇ ଚାଷୀମାନେ ଅଧିକରୁ ଅଧିକ ଧାନ ଅମଳ କରନ୍ତି। କିନ୍ତୁ ସମସ୍ୟା ହେଉଛି, ଯେତେବେଳେ ସେହି ବିପୁଳ ପରିମାଣର ଧାନ ଏକା ସାଙ୍ଗରେ ମଣ୍ଡିରେ ପହଞ୍ଚେ, ସେତେବେଳେ ସାଇତିବାକୁ ଜାଗା ନଥାଏ। ଏକ୍ଜାକ୍ଟଲି, ଆମର ଷ୍ଟୋରେଜ କ୍ଷମତା ଏବଂ ମିଲିଂ କ୍ଷମତା ସେହି ହାରରେ ବଢ଼ିନଥାଏ ଯେମିତିକି ଉତ୍ପାଦନ ବଢ଼ିଥାଏ। ମାନେ ଆଉ ଗୋଟେ ଉଦାହରଣ ଦେଇ ଯଦି କହିବି, ଏହା ସେମିତି ହେଲା ଯେ ଆମେ 6 ଲେନ୍ ବିଶିଷ୍ଟ ଏକ ବିରାଟ ହାଇୱେ ତିଆରି କରିଦେଲେ, ଯାହାଦ୍ୱାରା ହଜାର ହଜାର ଗାଡ଼ି ଏକା ସାଙ୍ଗରେ ଆସିପାରିବେ। କିନ୍ତୁ ସେହି ହାଇୱେ ଶେଷରେ ଥିବା ଟୋଲ୍ ଗେଟ୍ରେ କେବଳ ଗୋଟିଏ କାଉଣ୍ଟର ଖୋଲା ଅଛି। ହଁ, ତାହେଲେ ଟ୍ରାଫିକ୍ ଜାମ୍ ତ ନିଶ୍ଚିତ ହେବ ହିଁ ହେବ। ଆଉ ଏ କ୍ଷେତ୍ରରେ ସେହି ଟ୍ରାଫିକ୍ ଜାମ୍ ହେଉଛି ମଣ୍ଡି ବାହାରେ ଲମ୍ବା ଲାଇନ୍ରେ ଲାଗିଥିବା ଟ୍ରାକ୍ଟରଗୁଡ଼ିକ ଆଉ ବର୍ଷାରେ ଭିଜୁଥିବା ଚାଷୀର ଧାନ। ନିର୍ଭୁଲ ଉଦାହରଣ ଦେଲେ। ଆଉ ଆପଣ ଯେଉଁ ସେଇ ଟୋଲଗେଟ୍ କଥା କହିଲେ, ସେ ଟୋଲଗେଟ୍ର କମ୍ପ୍ୟୁଟର ହେଉଛି ଆମର ଟୋକନ୍ ବ୍ୟବସ୍ଥା। ବୁଝିଲେ ତ? ଆଚ୍ଛା। ଟୋକନ୍ ସିଷ୍ଟମ ତିଆରି ହୋଇଥିଲା ମଣ୍ଡିରେ ସ୍ୱଚ୍ଛତା ଆଣିବା ପାଇଁ, ଯେମିତି ଦଲାଳମାନେ ପଶିପାରିବେନି। କିନ୍ତୁ କୃଷି କ୍ଷେତ୍ର କୌଣସି କାରଖାନା ନୁହେଁ ଯେ ସବୁଦିନ ସମାନ ପରିମାଣର ଉତ୍ପାଦନ ହେବ। ପାଣିପାଗ ବଦଳିଲେ ଚାଷୀକୁ ସାଙ୍ଗେ ସାଙ୍ଗେ ନିଜ ଫସଲ ଅମଳ କରିବାକୁ ପଡ଼େ। ହଁ, ନହେଲେ ତ ଫସଲ ବିଲ୍ରେ ନଷ୍ଟ ହେଇଯିବ। ଆଉ ଅନଲାଇନ୍ ଟୋକନ୍ ସେହି ସ୍ପିଡ୍ରେ ଜେନେରେଟ୍ ହୁଏ ନାହିଁ। ଆଉ ଯେତେବେଳେ ମାଲମୁଣ୍ଡା ଭଳି ଜାଗାରେ ମିଲର୍ସମାନେ ନିଜ ଦାବି ନେଇ ଧର୍ମଘଟ କରନ୍ତି, ପୁରା ସିଷ୍ଟମ ସେଇଠି ଅଟକିଯାଏ। ଟୋକନ୍ର ଯେଉଁ ସମୟସୀମା ଥାଏ, ତାହା ଶେଷ ହୋଇଯାଏ। ବାପ୍ରେ, ତେବେ ଗରିବ ଚାଷୀଟି କ'ଣ କରିବ? ସେଇଟା ତ ମୁଖ୍ୟ କଥା। ସେ ନା ତାକୁ ଘରକୁ ନେଇପାରେ, ନା ସେଇଠି ସୁରକ୍ଷିତ ରଖିପାରେ। ସିଷ୍ଟମର ଏହି ଡିଜିଟାଲ କଠୋରତା ବୋଧେ କାଗଜପତ୍ରରେ ଠିକ୍ ଥାଇପାରେ, କିନ୍ତୁ ବାସ୍ତବିକ ଗ୍ରାଉଣ୍ଡରେ ଦେଖିଲେ ଏହା ଏକ ବିପର୍ଯ୍ୟୟଠାରୁ କମ୍ ନୁହେଁ। ସିଷ୍ଟମର ଏହି କଠୋରତା କେତେ ଭୟଙ୍କର ହୋଇପାରେ, ତାର ଆଉ ଏକ ଉଦାହରଣ ଆମେ କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ପାଇଲେ। ମୁଁ ଯେତେବେଳେ ଏଇ ଖବରଟା ପଢ଼ିଲି, ସତରେ ମୋ ମୁଣ୍ଡ କାମ କଲାନି। ଆପଣ ସେଇ ବ୍ୟାଙ୍କ ଘଟଣା କଥା କହୁଛନ୍ତି ନା? ହଁ, ଆମେ ଏବେ କୃଷିର ସମସ୍ୟା କଥା କହୁଥିଲେ, କିନ୍ତୁ ବର୍ତ୍ତମାନ ପ୍ରଶାସନିକ ସ୍ଥାଣୁ ତାର ଏମିତି ଏକ ଚିତ୍ର ଆସିଛି, ଯାହା ଶୁଣିଲେ କେହି ବି ବିଚଳିତ ହୋଇଯିବେ। ସତରେ ଖୁବ୍ କରୁଣ ଚିତ୍ର ଥିଲା ସେଇଟା। ମାନେ ଭାବନ୍ତୁ ଟିକେ, କେନ୍ଦୁଝର ଜିଲ୍ଲାର ଜଣେ ଜନଜାତି ବ୍ୟକ୍ତି ଜିତୁ ମୁଣ୍ଡା ନିଜ ଭଉଣୀଙ୍କ ମୃତଦେହର କଙ୍କାଳକୁ ଗାଁରୁ ବ୍ୟାଙ୍କକୁ ବୋହି ଆଣିବାକୁ ବାଧ୍ୟ ହୋଇଥିଲେ। କାହିଁକି? କାରଣ ତାଙ୍କ ଭଉଣୀଙ୍କ ଆକାଉଣ୍ଟରେ ଥିବା ମାତ୍ର 19,300 ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ଅଧିକାରୀମାନେ ତାଙ୍କୁ ପ୍ରମାଣ ମାଗିଥିଲେ। ତାଙ୍କ ପାଖରେ ଡେଥ୍ ସାର୍ଟିଫିକେଟ୍ ନଥିଲା। ବିରୋଧୀ ଦଳ ନେତା ଏହା ଉପରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ହସ୍ତକ୍ଷେପ ମଧ୍ୟ ଲୋଡ଼ିଛନ୍ତି। ମୁଁ ବାସ୍ ଏତିକି ଜାଣିବାକୁ ଚାହୁଁଛି, ଏମିତି କୌଣସି ଆର୍ଥିକ ନିୟମ ଅଛି କି ଯାହା ମାନବିକତାଠାରୁ ବଡ଼ ହୋଇପାରେ? ଜଣେ ମଣିଷକୁ ଏମିତି ଏକ କାମ କରିବାକୁ ଆମ ସିଷ୍ଟମ କିପରି ବାଧ୍ୟ କରିପାରେ?
ଏହା ଆମ ବ୍ୟବସ୍ଥାର ସବୁଠାରୁ ଅନ୍ଧକାର ଦିଗ ବୋଲି ମୁଁ କହିବି। ଏହାକୁ ଆମେ KYC ବା ନୋ ୟୋର କଷ୍ଟମର ନିୟମର ପାରାଡକ୍ସ ବୋଲି ମଧ୍ୟ କହିପାରିବା। ଆପଣ ଦେଖନ୍ତୁ, ବ୍ୟାଙ୍କିଂ ସିଷ୍ଟମରେ ଆର୍ଥିକ ଠକେଇ ରୋକିବାକୁ କଡ଼ା ନିୟମ ତିଆରି ହୁଏ ସତ୍, ହଁ, ସେଟା ଜରୁରୀ ବି। କିନ୍ତୁ ସହରାଞ୍ଚଳରେ ଜଣେ ମୃତ୍ୟୁବରଣ କଲେ ମ୍ୟୁନିସିପାଲିଟିରୁ ତୁରନ୍ତ ଡେଥ୍ ସାର୍ଟିଫିକେଟ୍ ମିଳିଯାଏ। କିନ୍ତୁ ଜଣେ ଆଦିବାସୀ ବା ଉପାନ୍ତ ଅଞ୍ଚଳରେ ଥିବା ସ୍ୱଳ୍ପ ଶିକ୍ଷିତ ଲୋକ ପାଇଁ ପଞ୍ଚାୟତ, ବ୍ଲକ ଆଉ ଡାକ୍ତରଖାନା ଦୌଡ଼ି ଦୌଡ଼ି ପ୍ରମାଣପତ୍ର ଆଣିବା କେତେ କଷ୍ଟକର ତାହା ଶୀତତାପ ନିୟନ୍ତ୍ରିତ ରୁମ୍ରେ ବସି ନିୟମ ବନଉଥିବା ଲୋକେ ବୁଝିପାରନ୍ତି ନାହିଁ। ବିଲକୁଲ ବୁଝନ୍ତି ନାହିଁ। ଆଉ ବ୍ୟାଙ୍କ ମ୍ୟାନେଜର ନିଜ ଚାକିରି ବଞ୍ଚାଇବା ପାଇଁ ସିଧା ରୁଲ୍ ବୁକ୍ ବାହାର କରିଦିଅନ୍ତି। ଏହା କେବଳ ସମ୍ବେଦନଶୀଳତାର ଅଭାବ ନୁହେଁ, ଏହା ହେଉଛି ପ୍ରୋସିଜିଓରାଲ ବ୍ଲାଇଣ୍ଡନେସ୍। ପ୍ରୋସିଜିଓରାଲ ବ୍ଲାଇଣ୍ଡନେସ୍ ମାନେ ପ୍ରକ୍ରିୟା ପାଳନ କରିବା ଚକ୍କରରେ ଆମେ ଅନ୍ଧ ହେଇଯାଉଛୁ। ଏକ୍ଜାକ୍ଟଲି। ପ୍ରକ୍ରିୟା ପାଳନ କରିବା ଚକ୍କରରେ ଆମେ ସାମ୍ନାରେ ଥିବା ଜଣେ ଜୀବନ୍ତ ମଣିଷର କଷ୍ଟକୁ ଦେଖିବା ସମ୍ପୂର୍ଣ୍ଣ ବନ୍ଦ କରିଦେଉଛୁ। ଯେତେବେଳେ ପ୍ରଶାସନ ସ୍ଥାନୀୟ ସାମାଜିକ ସ୍ଥିତିକୁ ଅଣଦେଖା କରେ, ସେତେବେଳେ ଜିତୁ ମୁଣ୍ଡାଙ୍କ ଭଳି ନିରୀହ ଲୋକଙ୍କୁ ନିଜ ଆତ୍ମସମ୍ମାନ ହରାଇବାକୁ ପଡ଼େ। ଏହାଠୁ ବଡ଼ି ଦୁର୍ଭାଗ୍ୟଜନକ କଥା ଆଉ କ'ଣ ହୋଇପାରେ? ସତରେ ଏଇ ଘଟଣାଟି ମୋତେ ଗୋଟିଏ ବଡ଼ ଦ୍ୱନ୍ଦ୍ୱରେ ପକାଉଛି। କାରଣ ଆମେ ଯେଉଁ ରାଜ୍ୟରେ ଏମିତି ଘଟଣା ଦେଖୁଛୁ, ସେହି ରାଜ୍ୟର କ୍ୟାବିନେଟ୍ ଠିକ୍ ସେହି ସମୟରେ କିଛି ବିରାଟ ଆଧୁନିକ ପ୍ରକଳ୍ପକୁ ମଞ୍ଜୁରି ଦେଉଛି। ମାନେ ଆପଣ ସେଇ ମେଟ୍ରୋ ପ୍ରକଳ୍ପ କଥା ଉଠାଉଛନ୍ତି? ହଁ, ରିପୋର୍ଟ ଅନୁସାରେ ପୁରୀ, ଭୁବନେଶ୍ୱର ଏବଂ କଟକକୁ ଯୋଡ଼ିବା ପାଇଁ ଏକ ନୂତନ ମେଟ୍ରୋ ପ୍ରକଳ୍ପ ଆସୁଛି, ଯାହାର ବ୍ୟୟବରାଦ 273 କୋଟି ଟଙ୍କା। ଗ୍ରାମାଞ୍ଚଳ ରାସ୍ତା ପାଇଁ PMGSYର ଚତୁର୍ଥ ପର୍ଯ୍ୟାୟରେ 1700 କୋଟି ଟଙ୍କା ଖର୍ଚ୍ଚ ହେଉଛି। ଭିତ୍ତିଭୂମି ବିକାଶ ତ ଚାଲିଛି, କିନ୍ତୁ ଆମେ ଯେତେବେଳେ ଏହି ଆକାଶଛୁଆଁ ବିକାଶର ସ୍ୱପ୍ନ ଦେଖୁଛୁ, ସେହି ସମୟରେ ଅନ୍ୟ ଏକ ଚିତ୍ର ଆମକୁ ଭୟଭୀତ କରୁଛି। ଯେମିତି ମଧ୍ୟପ୍ରଦେଶର ଜବଲପୁରରେ ଘଟିଥିବା ସେ ଭୟଙ୍କର ଡଙ୍ଗାବୁଡ଼ି ଘଟଣା। ତାପରେ ଆମ ଓଡ଼ିଶାର ଚିଲିକାରେ ଯାତ୍ରୀବାହୀ ଡଙ୍ଗାଗୁଡ଼ିକର ସୁରକ୍ଷାକୁ ନେଇ ପୁଣି ପ୍ରଶ୍ନ ଉଠିବା ଆରମ୍ଭ ହେଲାଣି। ହଁ, ସେଟା ସ୍ୱାଭାବିକ। ଯେତେବେଳେ କିଛି ଦୁର୍ଘଟଣା ଘଟେ, ସମସ୍ତେ ସୁରକ୍ଷା କଥା ମନେ ପକାନ୍ତି। ମୋତେ ବୁଝାନ୍ତୁ, ଆମେ ମେଟ୍ରୋ ଟ୍ରେନ୍ ପରି ଅତ୍ୟାଧୁନିକ ଜିନିଷ ତିଆରି କରିପାରୁଛୁ, ସେଥିପାଇଁ କୋଟି କୋଟି ଟଙ୍କା ଅଛି। କିନ୍ତୁ ପାଣିରେ ଯାଉଥିବା ଗୋଟେ ସାଧାରଣ ଡଙ୍ଗାରେ ଗୋଟେ ଲାଇଫ୍ ଜ୍ୟାକେଟ୍ ନିଶ୍ଚିତ କରିବା ଆମ ପାଇଁ ଏତେ କଷ୍ଟକର କାହିଁକି? କାରଣ ଏହି ଦୁଇଟି ସମ୍ପୂର୍ଣ୍ଣ ଅଲଗା ପ୍ରକାରର ପରିଚାଳନା ଦାବି କରେ। ଅର୍ଥନୀତିରେ ଆମେ ଦୁଇଟି ଶବ୍ଦ ବ୍ୟବହାର କରୁ। ଗୋଟେ ହେଲା କ୍ୟାପିଟାଲ ଏକ୍ସପେଣ୍ଡିଚର ବା କ୍ୟାପେକ୍ସ, ଆଉ ଅନ୍ୟଟି ହେଲା ଅପରେସନାଲ ଏନଫୋର୍ସମେଣ୍ଟ। ଆଚ୍ଛା, ଟିକେ ସହଜ କରି ବୁଝାଇବେ କି? ନିଶ୍ଚୟ। ମେଟ୍ରୋ ବା ବଡ଼ ବଡ଼ ରାସ୍ତା ତିଆରି କରିବା ହେଉଛି କ୍ୟାପେକ୍ସ। ଏଥିପାଇଁ ସରକାର ବଜେଟ୍ ଆଲୋକେଟ୍ କରନ୍ତି, ବଡ଼ କମ୍ପାନୀକୁ ଟେଣ୍ଡର ଦିଅନ୍ତି, ଆଉ କାମ ହୋଇଯାଏ। ଏହା ଆଖିକୁ ଦେଖାଯାଏ, ରାଜନୈତିକ ସଫଳତା ଦର୍ଶାଏ। ମାନେ ନେତାମାନେ ଯାଇ ଫିତା କାଟି ପାରିବେ? ବିଲକୁଲ। କିନ୍ତୁ ଚିଲିକାରେ ବା କୌଣସି ନଦୀଘାଟରେ ଡଙ୍ଗାରେ ଓଭରଲୋଡିଂ ନ ହେବା, ସମସ୍ତଙ୍କୁ ଲାଇଫ୍ ଜ୍ୟାକେଟ୍ ମିଳିବା, ଏଗୁଡ଼ିକ ହେଉଛି ଅପରେସନାଲ ଏନଫୋର୍ସମେଣ୍ଟ। ଏଥିପାଇଁ କୌଣସି ନୂଆ ବିଲ୍ଡିଂ ତିଆରି କରିବା ଦରକାର ନାହିଁ। ଏଥିପାଇଁ କ'ଣ ଦରକାର ଜାଣିଛନ୍ତି? ଦୈନନ୍ଦିନ ତଦାରଖି, ସ୍ଥାନୀୟ ପୁଲିସ ଏବଂ ପ୍ରଶାସନର କଡ଼ା ନଜର। ଯାହାକି ଆମର ନାହିଁ କହିଲେ ଚଳେ। ହଁ, ଯେହେତୁ ନିୟମିତ ଚେକିଂ ବହୁତ ବିରକ୍ତିକର ଏବଂ ଏଥିରେ କେହି ଫିତା କାଟିବାର ନଥାଏ, ପ୍ରଶାସନ ପ୍ରାୟତଃ ଏହାକୁ ଅଣଦେଖା କରେ। ଆଉ ଯେତେବେଳେ ଜବଲପୁର ଭଳି ଦୁର୍ଘଟଣା ଘଟେ, ହଠାତ୍ ସମସ୍ତଙ୍କର ଚେତା ପଶେ ଯେ ଆରେ ଆମର ତ ଲାଇଫ୍ ଜ୍ୟାକେଟ୍ ନାହିଁ। ଭିତ୍ତିଭୂମି ଯେତେ ବି ବିକଶିତ ହେଲେ ମଧ୍ୟ ଯଦି ସୁରକ୍ଷା ନିୟମର କଡ଼ାକଡ଼ି ପାଳନ ନ ହୁଏ, ତେବେ ସେ ବିକାଶର କୌଣସି ଅର୍ଥ ନାହିଁ। ସତ୍ୟ କଥା। ତେବେ କେବଳ ଭିତ୍ତିଭୂମି ତିଆରି କରିଦେଲେ ହବନି, ତାର ରକ୍ଷଣାବେକ୍ଷଣ ଆଉ ପରିଚାଳନା ନିହାତି ଜରୁରୀ। କିନ୍ତୁ ପରିଚାଳନା କ୍ଷେତ୍ରରେ ଆଉ ଏକ ବଡ଼ ସମସ୍ୟା ହେଉଛି ବାହ୍ୟ ଶକ୍ତିର ପ୍ରଭାବ। ବାହ୍ୟ ଶକ୍ତି ମାନେ ସ୍ଥାନୀୟ ଘଟଣାର ବାହାରି ଏବେ ବିଶ୍ୱସ୍ତରୀୟ ଘଟଣା ଆମ ଉପରେ କିପରି ପ୍ରଭାବ ପକାଉଛି ଟିକେ ଦେଖିବା। ଖବର ଅଛି ଯେ ଏୟାର ଇଣ୍ଡିଆ ଜୁଲାଇ ପର୍ଯ୍ୟନ୍ତ ନିଜର ଅନେକ ଅନ୍ତର୍ଜାତୀୟ ଉଡ଼ାଣ କାଟଛାଣ୍ଟ କରିଛି, କାରଣ ବିମାନ ଇନ୍ଧନର ଦାମ ବଢ଼ିଯାଇଛି ଆଉ ଆକାଶମାର୍ଗରେ ଅନେକ କଟକଣା ଅଛି। ହଁ, ସେଟା ତ ଗ୍ଲୋବାଲ ଇସ୍ୟୁ ପାଇଁ ହେଉଛି। ଠିକ୍ କଥା। ଏହା ଏକ ବଡ଼ କର୍ପୋରେଟ୍ ଖବର। କିନ୍ତୁ ଏହାରି ଭିତରେ ଆଉ ଏକ ଖବର ଅଛି, ଯାହା ଆମ ରାସ୍ତାକଡ଼ର ବ୍ୟବସାୟୀଙ୍କ ଅଣ୍ଟା ଭାଙ୍ଗି ଦେଇଛି। ବ୍ୟାବସାୟିକ LPG ବା କମର୍ସିଆଲ ସିଲିଣ୍ଡର ଦର ଗୋଟିଏ ଥରକେ 993 ଟଙ୍କା ବଢ଼ିଯାଇଛି। ମୋତେ ଗୋଟିଏ କଥା କୁହନ୍ତୁ, ଅନ୍ତର୍ଜାତୀୟ ସ୍ତରରେ ଯୁଦ୍ଧ ହେଉ ବା ଆକାଶମାର୍ଗରେ କଟକଣା ଲାଗୁ,
ଆମ ତାହାର ସିଧାସଳଖ ଶିକାର ଆମ ଭୁବନେଶ୍ୱର ବା ବ୍ରହ୍ମପୁର ରାସ୍ତା କଡ଼ର ସେଇ ଛୋଟିଆ ଚା ଦୋକାନୀ ବା ଢାବାବାଲା କାହିଁକି ହେଉଛନ୍ତି? ଆମ ପାଖରେ କ'ଣ କୌଣସି ସୁରକ୍ଷା କବଚ ବା ବଫର ନାହିଁ କି? ଦୁଃଖର ସହ କହିବାକୁ ପଡ଼ୁଛି, ନା, ଆମ ପାଖରେ ବିଶେଷ ବଫର ନାହିଁ। ଆଉ ଏହା ହିଁ ଗ୍ଲୋବାଲ ସପ୍ଲାଇ ଚେନ୍ ବା ବିଶ୍ୱ ଯୋଗାଣ ଶୃଙ୍ଖଳାର ଏକ ନିଷ୍ଠୁର ସତ୍ୟ। ଆମେ ଭାବୁ ଯେ ଆମର ଛୋଟ ଅର୍ଥନୀତି ଅଲଗା ହେଇକି ଚାଲିବ। ହଁ, ଆମେ ତ ସେମିତି ଭାବୁ। କିନ୍ତୁ ଭାରତ ନିଜ ଆବଶ୍ୟକତାର ପ୍ରାୟ 85%ରୁ ଅଧିକ ଅଶୋଧିତ ତୈଳ ବାହାରୁ ଆମଦାନୀ କରେ। ଯେତେବେଳେ ମଧ୍ୟପ୍ରାଚ୍ୟରେ ବା ୟୁରୋପରେ ଭୌଗୋଳିକ ରାଜନୈତିକ ଉତ୍ତେଜନା ଦେଖାଦିଏ, ତେଲ ବା ଗ୍ୟାସ୍ ଆସୁଥିବା ଜାହାଜଗୁଡ଼ିକୁ ଲମ୍ବା ବାଟ ଦେଇ ଆସିବାକୁ ପଡ଼େ। ଆଚ୍ଛା, ରାସ୍ତା ବଦଳାଇବାକୁ ପଡ଼େ। ସେଇଥିପାଇଁ ସିପିଂ ଆଉ ଇନ୍ସୁରାନ୍ସ ଖର୍ଚ୍ଚ ଏକାଥରକେ ବଢ଼ିଯାଏ। ଏହାର ସିଧା ପ୍ରଭାବ ପଡ଼େ ବିମାନ ଇନ୍ଧନ ଏବଂ ଏଲ୍‌ପିଜି ଉପରେ। ସରକାର ଘରୋଇ ସିଲିଣ୍ଡର ଉପରେ କିଛିଟା ସବସିଡି ଦେଇ ସାଧାରଣ ଖାଉଟିଙ୍କୁ ବୋଧେ ବଞ୍ଚାଇ ଦିଅନ୍ତି। ହଁ, ଘରୋଇ ଗ୍ୟାସ୍ର ଦାମ ଏତେ ବଢ଼ିନି, କିନ୍ତୁ ବ୍ୟବସାୟୀଙ୍କ ଅବସ୍ଥା ଖରାପ। କାରଣ ବ୍ୟାବସାୟିକ ସିଲିଣ୍ଡର ସମ୍ପୂର୍ଣ୍ଣ ରୂପେ ବଜାର ଦର ଉପରେ ନିର୍ଭର କରେ। ଜଣେ ଛୋଟ ଢାବା ମାଲିକର ଲାଭ ମାର୍ଜିନ୍ ବହୁତ କମ୍ ଥାଏ। ହଠାତ୍ 993 ଟଙ୍କା ବଢ଼ିଗଲେ ସେ ତାକୁ ସହିପାରିବ କେମିତି? ବାଧ୍ୟ ହୋଇ ସେ ଚା କିମ୍ବା ଖାଦ୍ୟର ଦାମ ବଢ଼ାଏ, ଯାହା ଶେଷରେ ସେଇ ସାଧାରଣ ଲୋକର ପକେଟରୁ ହିଁ ଯାଏ। ମାନେ ଦୁନିଆର କେଉଁ କୋଣରେ ଗୋଟେ ବୋମା ପଡ଼ିଲେ ବା ଯୁଦ୍ଧ ହେଲେ ଏଠି ଗରିବ ଲୋକର ଚୁଲି ଜଳିବା କଷ୍ଟକର ହୋଇଯାଏ। ଏକ୍ଜାକ୍ଟଲି, ସେଇଟା ହିଁ ବାସ୍ତବତା। ଆଜିର ଏହି ଆଲୋଚନାକୁ ଯଦି ଆମେ ଏକାଠି କରିବା, ତେବେ ଆମ ଆରମ୍ଭର ସେହି ଏକ୍ସରେ ଚିତ୍ରଟି ବର୍ତ୍ତମାନ ବହୁତ ସ୍ପଷ୍ଟ ହୋଇଯାଇଛି ବୋଲି ମୁଁ ଭାବୁଛି। ହଁ, ଆମେ ଅନେକ ଦିଗ ଉପରେ ଆଲୋଚନା କଲେ। ଆମେ ଦେଖିଲେ ଯେ ମ୍ୟାଟ୍ରିକ୍ ପରୀକ୍ଷାରେ ପିଲାମାନେ ଉଜ୍ଜଳ ସଫଳତା ହାସଲ କରୁଛନ୍ତି, ଯାହାକି ଆମ ବ୍ୟବସ୍ଥାର ଏକ ସୁସ୍ଥ ହାଡ଼ ଭଳି। କିନ୍ତୁ ସେହି ସମୟରେ ଆମେ ଦେଖୁଛନ୍ତି ମଣ୍ଡିରେ ଖରା ବର୍ଷାରେ ସଢୁଥିବା ଧାନ ଆଉ ଚାଷୀର ଲୁହ। ଏହା ଏକ ବ୍ୟବସ୍ଥାଗତ ଫ୍ରାକ୍ଚର। ବିଲକୁଲ ଠିକ୍ କହିଲେ। ଆମେ ଆଧୁନିକ ମେଟ୍ରୋର ଯୋଜନା କରୁଛୁ, କିନ୍ତୁ ବ୍ୟାଙ୍କରେ ସାମାନ୍ୟ କିଛି ଟଙ୍କା ପାଇଁ ଜଣେ ଆଦିବାସୀଙ୍କୁ ନିଜ ଭଉଣୀର କଙ୍କାଳ ବୋହିବାକୁ ପଡ଼ୁଛି। ଏହା ହେଉଛି ଆମ ପ୍ରଶାସନିକ ସ୍ନାୟୁର ବିକଳତା ଏବଂ ଶେଷରେ ଗ୍ଲୋବାଲ ସପ୍ଲାଇ ଚେନ୍ର ପ୍ରଭାବ, ଯାହା ଏକ ପ୍ରକାରର ଆର୍ଥିକ ରକ୍ତଚାପ ଭଳି ଆମ ଦୈନନ୍ଦିନ ଜୀବନକୁ ନିୟନ୍ତ୍ରଣ କରୁଛି। ପ୍ରକୃତରେ ଏହା ଦର୍ଶାଉଛି ଯେ ବିକାଶର ଅର୍ଥ କେବଳ ଟେକ୍ନୋଲୋଜି ବା ନୂଆ ନିର୍ମାଣ ନୁହେଁ, ଏହା ହେଉଛି ସିଷ୍ଟମ ଏବଂ ମଣିଷ ମଧ୍ୟରେ ଥିବା ସଠିକ୍ ତାଳମେଳ। ଯେତେ ଦିନ ଯାଏଁ ସିଷ୍ଟମ ମାନବିକତାକୁ ବୁଝିବ ନାହିଁ, ସେତେ ଦିନ ଯାଏଁ ବିକାଶର ଅସଲି ଲକ୍ଷ୍ୟ ଅଧୁରା ରହିବ ହିଁ ରହିବ। ସମ୍ପୂର୍ଣ୍ଣ ସତ କଥା। ତେବେ ଆଜିର ଏହି ଆଲୋଚନା ଶେଷ କରିବା ପୂର୍ବରୁ ମୁଁ ଏକ ଗଭୀର ପ୍ରଶ୍ନ ସମସ୍ତଙ୍କ ଚିନ୍ତା ପାଇଁ ଛାଡ଼ିଦେବାକୁ ଚାହୁଁଛି। ଆମେ ସମସ୍ତେ ବିକଶିତ ଓଡ଼ିଶା 2036ର ଲକ୍ଷ୍ୟ ରଖିଛୁ। ଆଗକୁ ନୂଆ ମେଟ୍ରୋ ଆସିବ, ବଡ଼ ବଡ଼ କମ୍ପାନୀ ଆସିବେ, ଅନେକ ନୂଆ ବିମାନ ବନ୍ଦର ବି ତିଆରି ହେବ। ହଁ, ବିକାଶ ତ ଅଟକିବ ନାହିଁ। କିନ୍ତୁ ଏହି ଆଧୁନିକୀକରଣର ଯାତ୍ରାରେ ଏହା କିପରି ନିଶ୍ଚିତ କରାଯିବ ଯେ ନୂଆ ହାଇୱେ ଉପରେ କୌଣସି ଚାଷୀର ଧାନ ନଷ୍ଟ ହେବ ନାହିଁ? କେମିତି ନିଶ୍ଚିତ ହେବ ଯେ ସ୍ମାର୍ଟ ବ୍ୟାଙ୍କିଂ ନାଁରେ କୌଣସି ଜିତୁ ମୁଣ୍ଡାଙ୍କୁ କେବେ ବି ସମାଜରେ ନିଜର ଆତ୍ମସମ୍ମାନ ହରାଇବାକୁ ପଡ଼ିବ ନାହିଁ? ଏହା ଏକ ବହୁତ ବଡ଼ ପ୍ରଶ୍ନ। କାରଣ କେବଳ କୋଟି କୋଟି ଟଙ୍କାର ବଜେଟ୍ ନୁହେଁ, ବରଂ ତଳ ସ୍ତରରେ ଥିବା ସମ୍ବେଦନଶୀଳତା ଏବଂ ମାନବିକତା ହିଁ ଏକ ପ୍ରକୃତ ବିକଶିତ ରାଜ୍ୟର ସବୁଠାରୁ ବଡ଼ ମାପକାଠି ହେବା ଉଚିତ। ଆଉ ଏହା ଏମିତି ଏକ ବିଷୟ ଯାହା ଉପରେ ସମସ୍ତେ ଗଭୀର ଭାବେ ବିଚାର କରିବା ଆବଶ୍ୟକ। ଏହି ଚିନ୍ତାଧାରା ସହିତ ଆଜିର ଏହି ଗଭୀର ଆଲୋଚନାରୁ ଆମେ ଏବେ ବିଦାୟ ନେଉଛୁ। ଧନ୍ୟବାଦ।